କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଡିସ୍କସ୍ କରିବା ମହିଳା ସଶକ୍ତିକରଣ ରାଷ୍ଟ୍ର ଗଠନର ଏକ ଚାବିକାଠି। ମହିଳା ସଶକ୍ତିକରଣ ହେଉଛି ଯେକୌଣସି ଦେଶର ଅଭିବୃଦ୍ଧି ଏବଂ ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ମଧ୍ୟରୁ ଗୋଟିଏ। ମହିଳା ସଶକ୍ତିକରଣ ଅର୍ଥ ହେଉଛି ସମାନ ଅଧିକାର, ସୁଯୋଗ ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅଂଶଗ୍ରହଣ କରିବାର ସ୍ୱାଧୀନତା ପ୍ରଦାନ କରିବା। ଯଦି ଏକ ଦେଶ ଏହାର ଜନସଂଖ୍ୟାର ଅଧା ପଛରେ ରହିଯାଏ, ତେବେ ସେ କେବେ ବି ତାର ପ୍ରକୃତ ସମ୍ଭାବନାକୁ ହାସଲ କରିପାରିବ ନାହିଁ। ମହିଳାମାନଙ୍କ ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ସମାଜ ଗଠନ ପାଇଁ ଏକ ଶକ୍ତିଶାଳୀ ଉପକରଣ। ଜଣେ ଶିକ୍ଷିତ ମହିଳା କେବଳ ଅର୍ଥନୀତିରେ ଯୋଗଦାନ ଦିଅନ୍ତି ନାହିଁ, ବରଂ ଭବିଷ୍ୟତ ପିଢ଼ିକୁ ଜ୍ଞାନ ଏବଂ ମୂଲ୍ୟବୋଧ ସହିତ ପାଳନ କରନ୍ତି। ସେ ତାଙ୍କ ପିଲାମାନଙ୍କ ପାଇଁ ମାର୍ଗଦର୍ଶକ ଏବଂ ପ୍ରେରଣା ହୁଅନ୍ତି, ଯାହାଦ୍ୱାରା ରାଷ୍ଟ୍ରର ମୂଳଦୁଆ ମଜବୁତ ହୁଏ। କର୍ମଶକ୍ତି ଏବଂ ନେତୃତ୍ୱ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବିବିଧତା, ସୃଜନଶୀଳତା ଏବଂ ନବସୃଜନ ଆଣିଥାଏ। ବିଶ୍ୱର ଅନେକ ସଫଳ ଦେଶ ଶକ୍ତିଶାଳୀ ହୋଇଛନ୍ତି କାରଣ ସେମାନେ ରାଜନୀତି, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟବସାୟରେ ମହିଳାମାନଙ୍କର ସମାନ ଅଂଶଗ୍ରହଣ ସୁନିଶ୍ଚିତ କରିଛନ୍ତି। ଯେତେବେଳେ ମହିଳାମାନେ ପୁରୁଷମାନଙ୍କ ସହିତ କାମ କରନ୍ତି, ସେତେବେଳେ ଏକ ଦେଶର ଉତ୍ପାଦକତା ଏବଂ ସମୃଦ୍ଧି ଯଥେଷ୍ଟ ବୃଦ୍ଧି ପାଏ। ମହିଳା ସଶକ୍ତିକରଣ ସାମାଜିକ ନ୍ୟାୟ ଏବଂ ସମାନତା ସୁନିଶ୍ଚିତ କରେ। ଏହା ଦାରିଦ୍ର୍ୟ ହ୍ରାସ, ସ୍ୱାସ୍ଥ୍ୟ ସେବା ଉନ୍ନତ କରିବା ଏବଂ ଏକ ଅଧିକ ଅନ୍ତର୍ଭୁକ୍ତ ସମାଜ ସୃଷ୍ଟି କରିବାରେ ସାହାଯ୍ୟ କରେ। ସଶକ୍ତ ମହିଳାମାନେ ନିଜ ଜୀବନ ବିଷୟରେ ନିଷ୍ପତ୍ତି ନେଇପାରିବେ, ଅନ୍ୟାୟ ବିରୁଦ୍ଧରେ ଠିଆ ହୋଇପାରିବେ ଏବଂ ଏକ ନ୍ୟାୟପୂର୍ଣ୍ଣ ସମ୍ପ୍ରଦାୟ ଗଠନରେ ଯୋଗଦାନ ଦେଇପାରିବେ। ରାଣୀ ଲକ୍ଷ୍ମୀବାଇ, ସରୋଜିନୀ ନାଇଡୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପରି ମହିଳା ନେତ୍ରୀଙ୍କ ସମୃଦ୍ଧ ଇତିହାସ ସହିତ ଭାରତ ଦେଖାଇଛି ଯେ କିପରି ସଶକ୍ତ ମହିଳାମାନେ ପିଢ଼ିକୁ ପ୍ରେରଣା ଦେଇପାରିବେ। ଆଜି ଶିକ୍ଷା, ବ୍ୟବସାୟ ଏବଂ ରାଜନୀତିରେ ଅଧିକ ମହିଳା ସହିତ ଆମର ଦେଶ ଦ୍ରୁତ ଗତିରେ ପ୍ରଗତି କରୁଛି। ମହିଳା ସଶକ୍ତିକରଣ କେବଳ ନ୍ୟାୟର ବିଷୟ ନୁହେଁ, ବରଂ ଜାତୀୟ ଅଭିବୃଦ୍ଧି ପାଇଁ ଏକ ଆବଶ୍ୟକତା। ଯଦି ମହିଳାମାନଙ୍କୁ ପଛରେ ରଖାଯାଏ, ତେବେ ଏକ ରାଷ୍ଟ୍ର ଉଚ୍ଚ ହୋଇପାରିବ ନାହିଁ। ମହିଳା ସଶକ୍ତିକରଣ ଅର୍ଥ ପରିବାର, ସମ୍ପ୍ରଦାୟ ଏବଂ ଶେଷରେ ସମଗ୍ର ଦେଶକୁ ସଶକ୍ତ କରିବା। ଯେତେବେଳେ ମହିଳାମାନେ ଉଠିବେ, ସେତେବେଳେ ରାଷ୍ଟ୍ର ସେମାନଙ୍କ ସହିତ ଉଠିବ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଭିଡ଼ିଓକୁ ଅନ୍ୟ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।